ଘାସ ଚରୁ ଚରୁ ଗୋଟିଏ ଛେଳି ଗାଁରୁ ବାହାରି ପାଖ ଜଙ୍ଗଲ ଭିତରକୁ ପଶିଗଲା। ହଠାତ୍ କ'ଣ ଗୋଟିଏ ଶବ୍ଦ ଶୁଣି ବୁଲି ପଡ଼ି ଦେଖେ ତ ଗୋଟିଏ ଜଙ୍ଗଲୀ ଭାଲୁ ତାକୁ ଗୋଟିଏ ଗଛ ଅଢ଼ୁଆଳରୁ କଟମଟ କରି ଚାହିଁଛି। ସିଏ ଡରିଗଲା ଆଉ ମନେ ମନେ ଭାବିଲା, ଆରେ ମୁଁ ତ କ'ଣ କଅଁଳିଆ ଘାସ ଚରୁ ଚରୁ ଆସି ଜଙ୍ଗଲ ଭିତରେ ପଶିଗଲିଣି। ଇଲୋ ବୋପାଲୋ, ସେଠି ଗଛ ଅଢ଼ୁଆଳରେ ଗୋଟେ ଭୟଙ୍କର ଭାଲୁ କ'ଣ ମୋ ଆଡ଼େ କଟମଟ କରି ଚାହିଁଛି। ସତେ ଯେମିତି ଏବେ ମୋତେ ଚୋବେଇ ଖାଇଯିବ। ଏବେ ମୁଁ କରିବି କ'ଣ? ପଳେଇ ଯିବାଟା ତ ସମ୍ଭବ ନୁହେଁ। ଯଦି ଦୌଡ଼ି ପଳେଇ ଯିବାକୁ ଚେଷ୍ଟା କରେ, ଭାଲୁ ମୋ ପଛରେ ଦୌଡ଼ି ଝାମ୍ପି ପଡ଼ିବ। ନା, କିଛି ଗୋଟେ ଉପାୟ ଚିନ୍ତା କରିବାକୁ ପଡ଼ିବ। ତାପରେ ଭାବିଲା, ହଁ ତ, ସେଦିନ ମାଲିକ ଘରର ଟିଭି ପରଦାରେ ଦେଖିଥିଲି ସିନେମା ଡାଇଲଗ୍। କ'ଣ ତ, ହଁ, ଯୋ ଡର ଗୟା ସୋ ମର ଗୟା। ନା ନା, ମୋତେ ଡରିବାର ନାହିଁ, ମୋତେ ସାହସୀ ହେବାର ଆକ୍ଟିଂ କରିବାକୁ ପଡ଼ିବ। ତାପରେ ସେ ଟିକେ ଭାଲୁ ଆଡ଼େ ଚାହିଁ ପୁଣି ନିର୍ଭୟରେ ଘାସ ଚରିବାକୁ ଲାଗିଲା। ଏପଟେ ଭାଲୁ ତାକୁ ଦେଖି ଭାବିଲା, ଏଇଟା କିଏ? ଏମିତି ଜନ୍ତୁ ତ ଆଗରୁ କେବେ ଦେଖିନି। ବୋଧହୁଏ ପାଖ ଗାଁରୁ ଆସିଛି। ଆମ ଜଙ୍ଗଲରେ ତ ଏମିତି ଅଜବ ଜନ୍ତୁ ନାହାନ୍ତି। ଘାସ ଖାଉଛି, ବୋଧେ ମାଂସାଶୀ ନୁହେଁ। ସେ ଯାହା ହେଉ, ଭାରି ଛନଛନିଆ ଚିକଣିଆ ହୋଇଛି। ତା ମାଂସ ଖାଇବାକୁ ଭାରି ସ୍ୱାଦ ଲାଗିବ। ଆଃ! କିନ୍ତୁ ଆଗ ଯାଇ ତାକୁ ଟିକେ ପଚାରେ, ସେ କିଏ? ଧୀରେ ଧୀରେ ଭାଲୁ ଛେଳି ପାଖକୁ ଆସିଲା। ତାକୁ ପଚାରିଲା, ଭାଇ, ତୁମେ କେଉଁଠୁ ଆସିଛ? ତୁମ ନାଁ କ'ଣ? ଛେଳି କହିଲା, ମୁଁ ଏଇ ପାଖ ଗାଁରୁ ଆସିଛି। ମୋତେ ଘାସ ଭଲ ଲାଗେ ତ କଅଁଳିଆ ଘାସ ଦେଖି ଖାଇବାକୁ ଚାଲି ଆସିଲି। ଭାଲୁ ପଚାରିଲା, ଆଚ୍ଛା, ତୁମ ଚେହେରା ତ ଅଜବ ଦିଶୁଛି। ତୁମ ମୁଣ୍ଡରୁ ଦୁଇ ପଟେ କ'ଣ ଦିଟା ଅଛି? ଛେଳି କହିଲା, ଓ ଏଇଟା ପରା ଦୁଇଟା ତୀକ୍ଷ୍ଣ ଛୁରୀ। ଜଙ୍ଗଲକୁ ଆସିବା ଆଗରୁ ନିଜର ସୁରକ୍ଷା ପାଇଁ ତାକୁ ମୁଁ ପାଖରେ ରଖିଛି। କିଛି ବିପଦ ଆସିଲେ, କେଉଁ ଜଙ୍ଗଲୀ ଜନ୍ତୁ ଆକ୍ରମଣ କଲେ ସିଧାସଳଖ ତା ପେଟରେ ଭୁସି ଦେବି। ଦେଖୁ ଦେଖୁ ଖତମ। ତା କଥା ଶୁଣି ଭାଲୁ ଡରିଗଲା। ଭାଲୁ ପାଟିରୁ ବାହାରି ପଡ଼ିଲା, ଆଁ? ତାପରେ ପାଟି ଥଙ୍ଗେଇ ଥଙ୍ଗେଇ ଭାଲୁ ପଚାରିଲା, ଆଉ ତମ ପଛପଟେ ସେଟା କ'ଣ ଗୋଟେ ବଙ୍କା ହୋଇ ଝୁଲୁଛି? ଛେଳି କହିଲା, ହଁ, ସେଟା ବି ଆଉ ଗୋଟେ ଅସ୍ତ୍ର। ତା ନାଁ ଟାଙ୍ଗିଆ। ବହୁତ ଧାରୁଆ। ଯେତେ ବଳବାନ ଜନ୍ତୁ ହଉ, ଗୋଟେ ଚୋଟରେ ଗଣ୍ଡି ମୁଣ୍ଡ ଅଲଗା। ହା 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 ହା। ଭାଲୁ ସେତେବେଳକୁ ଡରି ଝାଳ ନାଳ। ସିଏ ମନେ ମନେ ଭାବିଲା, ଆରେ ମଣିଷମାନଙ୍କ ସାଙ୍ଗରେ ରହି ଇଏ ତ କ'ଣ ଭାରି ବୁଦ୍ଧିଆ। ଏତେ ଗୁଡ଼ିଏ ଅସ୍ତ୍ରଶସ୍ତ୍ର ଧରି ବୁଲୁଛି। ଏଠୁ ଯେତେ ଶୀଘ୍ର ଜଙ୍ଗଲ ଭିତରକୁ ଚାଲିଗଲେ ମୋ ପ୍ରାଣ ବଞ୍ଚିଯିବ। ଯାଏ ଶୀଘ୍ର ଦୌଡ଼ି ପଳାଏ। କଥାରେ ଅଛି, ଯଃ ପଳାୟତି ସ ଜୀବତି। ଭାଲୁ ପ୍ରାଣ ମୂର୍ଚ୍ଛା ଦୌଡ଼ି ଜଙ୍ଗଲ ଭିତରକୁ ପଳେଇଲା। ଏପଟେ ଛେଳି ଦୀର୍ଘଶ୍ୱାସ ମାରି, ଆଃ, ଯାହା ହେଉ, ଆଜି ଉପସ୍ଥିତ ବୁଦ୍ଧି ଯୋଗୁଁ ପୈତୃକ ପ୍ରାଣଟା ବଞ୍ଚିଗଲା କହି ଗାଁ ଆଡ଼େ ଧୀରେ ଧୀରେ ପାଦ ବଢ଼େଇଲା।